ନମସ୍କାର ଦର୍ଶକ ବନ୍ଧୁ, ମୁଁ ଜୀବନ ସ୍ୱାଗତ କରୁଛି ମୋର ଆଜିର ଆଉ ଏକ ନୂଆ ଭିଡିଓରେ। ଦର୍ଶକ ବନ୍ଧୁ, ଆଜି ଆମେ ଭିଡିଓରେ ଜାଣିବା ଆପଣଙ୍କର ଯେଉଁ ଧାନ ମଣ୍ଡି ପଞ୍ଜୀକରଣ ଯେଉଁ ଫର୍ମ ରହିଛି, ତ ସେ ଫର୍ମଟା ଆପଣ କେମିତି ଏବେ ସଠିକ ଭାବେ ଫିଲ୍ଅପ୍ କଲେ ଆପଣଙ୍କର ନିଜ ଟୋକନ ଲିଷ୍ଟ ଆପଣଙ୍କୁ ଆସିବାର ଅଛି। ଯଦି ଆପଣ ଧାନ ଦେଇ ସାରିଲା ପରେ ଆପଣ ଯେଉଁ ଟୋକନ ପାଆନ୍ତି ଆପଣମାନେ ସେ ଟୋକନ ଲିଷ୍ଟ କେମିତି ଭଲ ଭାବରେ ପାଇପାରିବେ, ତ ସେଇ ବିଷୟରେ ମୁଁ ଟୋଟାଲ ଡିଟେଲ୍ସ ଆପଣଙ୍କୁ ଜଣାଇବା ପାଇଁ ଯାଉଛି ଏବଂ ଧାନ ମଣ୍ଡି ଫର୍ମ ଆପଣ କେମିତି ଭାବରେ ଆପଣମାନେ ଅନଲାଇନ ମାଧ୍ୟମରେ ଆପଣମାନେ ପାଇପାରିବେ ସେଟାକୁ ମଧ୍ୟ ମୁଁ ଆପଣଙ୍କୁ ଡିଟେଲ୍ସ ଭାବରେ କହିଦେବି। ଏବଂ ଫାର୍ମର ଆଇଡେଣ୍ଟିଟି ଆଇଡି ଯୋଉଟା ଅଛି ସେଟା ମଧ୍ୟ କେମିତି ଭାବରେ ଆପଣମାନେ ସର୍ଚ୍ଚ କରିପାରିବେ, ନିଜ ଭିତରେ ଜାଣିପାରିବେ ସେଟା ମଧ୍ୟ ମୁଁ ଆପଣଙ୍କୁ କହିବି। ଏ ତିନିଟା ଜିନିଷ ମୁଁ ଆପଣଙ୍କୁ ଏ ଭିଡ଼ିଓ ମାଧ୍ୟମରେ କହିବା ପାଇଁ ଯାଉଛି। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖିଲେ ଆପଣ ଜାଣିପାରିବେ ଯେ ଆପଣମାନଙ୍କର ଯେଉଁ ଫାର୍ମର ଆଇଡେଣ୍ଟିଟି ଆଇଡି ଫର୍ମ କେମିତି ଫିଲ୍ଅପ୍ କରିବେ, ଫର୍ମ କେମିତି ଖୋଲିବେ, ଏ ତିନିଟା ଜିନିଷ ଆପଣ ଟୋଟାଲ ଡିଟେଲ୍ସ ଭାବରେ ଜାଣିପାରିବେ। ଭିଡ଼ିଓ ଫାଷ୍ଟ ଲାଷ୍ଟ ଦେଖନ୍ତୁ, ଜାଣିପାରିବେ ଯେ ଆପଣମାନେ ଭିଡ଼ିଓରେ ସମ୍ପୂର୍ଣ୍ଣ ଡିଟେଲ୍ସ ଭାବେ ଆପଣଙ୍କୁ କହିସାରିଛି। ତାପରେ ଯଦି ଆପଣ ଭିଡ଼ିଓ ନୂଆ ଅଛନ୍ତି ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିବା ପାଇଁ ଜମା ବି ଭୁଲନ୍ତୁ। ଦର୍ଶକ ବନ୍ଧୁ, ଏବେ ଆପଣ ସବୁ ଜାଣିଥିବେ କି ଆପଣଙ୍କର 6 ତାରିଖରୁ 31 ତାରିଖ ମଧ୍ୟରେ ଆପଣଙ୍କ ସରକାର ସବୁ ଡେଟ୍ ତାରିଖ ଦେଇଛନ୍ତି କି ଆପଣଙ୍କର ଧାନ ମଣ୍ଡି ପଞ୍ଜୀକରଣ କରିବା ପାଇଁ। ଧାନ ମଣ୍ଡି ପଞ୍ଜୀକରଣ କରିବା ପାଇଁ ହେଲେ ପ୍ରଥମେ ଆପଣଙ୍କ ନିଜର ଏକ୍ଜିଷ୍ଟିଂ ଆଇଡି ଯୋଉ ଅଛି, ଏକ୍ଜିଷ୍ଟିଂ ଆଇଡି ଆପଣଙ୍କର ନିହାତି ଭାବରେ ଦରକାର। ଆଜି ଆପଣମାନେ ଫାର୍ମର ଆଇଡି ବୋଲି କହୁଛନ୍ତି, ସେଟା ଦରକାର। ତା ସହିତ ଆପଣଙ୍କର ଆଧାର କାର୍ଡ ଦରକାର ଏବଂ ଆପଣଙ୍କର ଫୋଟା ଦରକାର, ବ୍ୟାଙ୍କ ଆକାଉଣ୍ଟ ଦରକାର ଯଦି ଆପଣଙ୍କର ୟୁପିଆଇ ସମ୍ପୂର୍ଣ୍ଣ ଭାବେ ଥିବ। ତ ଏଇସବୁ ଜିନିଷ ଆପଣଙ୍କର ଦରକାର। ପ୍ରଥମ କଥା ଜାଣିବେ ଆପଣମାନେ ଏକ୍ଜିଷ୍ଟିଂ ଆଇଡି ଯେମିତି ଆପଣ ଖୋଲିବେ, ଏକ୍ଜିଷ୍ଟିଂ ଆଇଡି ଖୋଲିସାରିଲା ସେଟା ଆପଣମାନେ ଜାଣିପାରିବେ କି ଆପଣଙ୍କର ଫର୍ମ କେମିତି ଭାବେ ଫିଲ୍ଅପ୍ କରିବେ। ଠିକ ଅଛି, ଚାଲନ୍ତୁ ଦେଖେଇବି ଆପଣଙ୍କୁ। ଆପଣଙ୍କ ଦେଖୁଛନ୍ତି ବ୍ରାଉଜରକୁ ପଳେଇଯିବେ ଏବଂ ବ୍ରାଉଜରକୁ ଯାଇକି ସେଠି ଆପଣ କଣ କରିବେ, ଏକ୍ଜିଷ୍ଟିଂ ଫାର୍ମର ଆଇଡି ବୋଲି ଆପଣଙ୍କୁ ଲେଖା ହେଇଛି ଦେଖନ୍ତୁ। ଏଇ ଆଇଡି ଆପଣ ସର୍ଚ୍ଚ କରିଦେବେ, ସର୍ଚ୍ଚ କରିସାରିଲା ପ୍ରଥମ ଯୋଉଟା ଅଛି ସେ ପ୍ରଥମ ଆପଣ ସର୍ଚ୍ଚ କରିଦେବେ। ସର୍ଚ୍ଚ କରିସାରିଲା ପରେ ଦେଖିପାରୁଥିବେ ଏଇଠି ଆପଣଙ୍କୁ ଲେଖା ହେଇଛି କି ଭ୍ୟୁ ଫାର୍ମର ଡିଟେଲ୍ସ। ଠିକ ଅଛି, ଆପଣ କ୍ଲିକ୍ କରି ଦେଖିବେ, ନଚେତ ଆପଣ କଣ କରିବେ, ଏଠି ସ୍ଲୋ ରହୁଛି ଏବେ, ଆପଣ କଣ କରିବେ ଚେକ୍ ଏନରୋଲମେଣ୍ଟ ଷ୍ଟାଟସ ଯୋଉ ଅଛି ସେ ଚେକ୍ ଏନରୋଲମେଣ୍ଟ ଷ୍ଟାଟସ ଉପରେ କ୍ଲିକ୍ କଲେ ଆପଣମାନେ ତିନିଟା ଜିନିଷ ଆପଣ ଜାଣିପାରିବେ। ଗୋଟେ ହଉଛି ଆପଣଙ୍କ ଆଧାର ନମ୍ବର, ଆଧାର ଏନରୋଲମେଣ୍ଟ ଆଇଡି ଏବଂ ଫାର୍ମର ଆଇଡି ଦେଖିବେ ଲେଖା ହେଇଛି ଗୋଟେ ଫାର୍ମର ଆଇଡି ବୋଲି। ଏଠି କଣ କରିବେ ନା ଫାର୍ମର ଆଇଡି ଉପରେ କ୍ଲିକ୍ କରିକି ଆପଣଙ୍କର ନିଜ ଜିନିଷ ଯାହା ବି ଆପଣଙ୍କୁ ଜାଣିବାର ଅଛି ସେଇଟା ଆପଣ ଏଠି ନମ୍ବର ଦେଇଦେବେ, ଆଧାର କାର୍ଡ ନମ୍ବର ଏଠି ଦେଇଦେବେ। ଦେଖିଲା ସାରିଲା ପରେ ଚେକ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ଏଠି ଫାର୍ମର ଆଇଡି ଆପଣଙ୍କୁ ଶୋ କରିଦେବ, ଯାହାକି ଆପଣଙ୍କର ଓଟିପି ବେସ୍ଡ ମାଧ୍ୟମରେ ଆପଣମାନେ ଜାଣିପାରିବେ। ଠିକ ଅଛି, ତ ଏଇଟା ଗଲା ଆପଣ ଫାର୍ମର ଆଇଡି କେମିତି ଚେକ୍ କରିବେ। ବର୍ତ୍ତମାନ ଜାଣିବା ଆପଣ କେମିତି ଫର୍ମ ଡାଉନଲୋଡ କରିବେ। ଡାଉନଲୋଡ କରିସାରିଲା ପରେ ମୁଁ ଆପଣଙ୍କୁ ଷ୍ଟେପ ବାଇ ଷ୍ଟେପ ବୁଝିବି। ଫର୍ମ ଡାଉନଲୋଡ କରିବା ପାଇଁ ହେଲେ ଆପଣଙ୍କୁ ଏଠି ଫୁଡ ସପ୍ଲାଏ ଓ ଓଡ଼ିଶା ଯୋଉଟା ଅଛି ସେଇ ଫୁଡ ସପ୍ଲାଏ ଓଡ଼ିଶା ୱେବସାଇଟକୁ ଯିବା ପାଇଁ ପଡ଼ିବ। ଯେକୌଣସି ବ୍ରାଉଜରରେ ସେଠି ପୁଣି ଆପଣଙ୍କୁ ଫୁଡ ଓଡ଼ିଶା ସର୍ଚ୍ଚ କରିବା ପାଇଁ ପଡ଼ିବ ଏବଂ ସେଠି ମଧ୍ୟ ଆପଣଙ୍କ ଫୁଡ ଓଡ଼ିଶା ଲେଖା ଅଛି। ସେ ଲେଖା ଉପରେ ଆପଣ କ୍ଲିକ୍ କରୁଛନ୍ତି, ଆପଣଙ୍କୁ ଗୋଟେ ଫୁଡ ଓଡ଼ିଶା ଅଫିସିଆଲ ୱେବସାଇଟ ଯୋଉଟା ଅଛି ସେଟା ଆପଣଙ୍କୁ ସେ ପଳେଇ ଆସିବ। ତାପରେ ଦେଖିବା ଯୋଉ ଲେଫ୍ଟ ସାଇଡରେ ଲେଖା ହେଇଛି ଆପଣଙ୍କର ଏଠି ଫାର୍ମର ରେଜିଷ୍ଟ୍ରେସନ ବୋଲି ଲେଖା ହେଇଛି। ସେ ଫାର୍ମର ରେଜିଷ୍ଟ୍ରେସନ ଉପରେ କ୍ଲିକ୍ କଲା ପରେ ଆପଣଙ୍କର ତାର ଡକୁମେଣ୍ଟ ଯାହା ଅଛି ଆପଣ ପଞ୍ଜୀକରଣ କରିବା ପାଇଁ କି ଚାଷୀ କେମିତି ପଞ୍ଜୀକରଣ କରିବେ, ଆବଶ୍ୟକ ଡକୁମେଣ୍ଟ ସବୁ କଣ କଣ ରହିଛି, ଏସବୁ ଜିନିଷ ଆପଣଙ୍କର ଟୋଟାଲ ଡିଟେଲ୍ସ ଭାବରେ ଆପଣଙ୍କୁ ଏଠି ବାହାରି ଆସୁଛି ଦେଖନ୍ତୁ। ଏବଂ ଆପଣଙ୍କ ଏଠି ସବୁ କିଛି ଡିଟେଲ୍ସ ଅଛି, ହେଲ୍ପଲାଇନ ନମ୍ବର, ପଞ୍ଜୀକରଣ ଅବଧି, ସମିତି ଦାୟିତ୍ୱ କଣ ଅଛି, ହେଲ୍ପଲାଇନ ଡେସ୍କ କଣ ଅଛି, ହେଲ୍ପଲାଇନ ଟୋଲ ଫ୍ରି ନମ୍ବର କଣ ଅଛି, ଏସବୁ ଜିନିଷ ଆପଣଙ୍କୁ ବାହାରି ଆସିବ। ତାପରେ ଦେଖନ୍ତୁ ଏଠି ଲେଖା ହେଇଛି ଆପଣଙ୍କର ଖରିଫ 26-27 ଆପଣଙ୍କର ଏଫଆର ମଡେଲିଟିସ୍ ଏବଂ ଫାର୍ମର ରେଜିଷ୍ଟ୍ରେସନ ଫର୍ମ ଲେଖା ହେଇଛି ଦେଖନ୍ତୁ। ଏଠି ଏ ଫାର୍ମର ରେଜିଷ୍ଟ୍ରେସନ ଫର୍ମ ଉପରେ ଆପଣ ଏଠି କ୍ଲିକ୍ କରୁଛନ୍ତି, ଆପଣଙ୍କର ଏଠି ପିଡିଏଫ ମାଧ୍ୟମରେ ଆପଣଙ୍କର ଏଠି ବାହାରି ଆସିବ ଆପଣଙ୍କର ଚାଷୀ ପଞ୍ଜୀକରଣ ଫର୍ମ 2026-27 ପାଇଁ। ଏଇଠି ଆପଣଙ୍କର ଲେଖା ହେଇଛି ଏଠି 2026 ଖରିଫ ଚାଷୀ ପାଇଁ ଆପଣଙ୍କ ପଞ୍ଜୀକରଣ ଫର୍ମ ଏଠି ବାହାରି ଆସିବ। ତ ଏଇଗୁଡ ପାଖରୁ ଆପଣଙ୍କୁ ମୁଁ ଷ୍ଟେପ ବାଇ ଷ୍ଟେପ ବୁଝେଇ ଦଉଛି ଦେଖନ୍ତୁ ଆପଣଙ୍କର ଏଠି କେମିତି ଭଲ ଭାବରେ ଫିଲ୍ଅପ୍ କରିପାରିବେ। 1, 2, 3, 4 କରି ସିରିଏଲ ନମ୍ବର ଅଛି, ସେଟା ମୁଁ ଆପଣଙ୍କୁ ବୁଝେଇ ଦଉଛି। 1 ନମ୍ବର ଯଦି ଆପଣଙ୍କର ଲେଖିବା ପାଇଁ ଯିବା, ପ୍ରଥମ ଲେଖା ହେଇଛି ଆପଣଙ୍କ ଏଠି କଣ ନା ଜିଲ୍ଲା, ଆପଣଙ୍କ ନିଜ ଜିଲ୍ଲା ନାଁ ଏଠି ଲେଖିଦେବେ। 2ରେ ଅଛି ତହସିଲ, ନିଜ ତହସିଲ ନାମ ଏଠି ଲେଖିଦେବେ। ବ୍ଲକ ବା ସହରାଞ୍ଚଳ, ନିଜ ବ୍ଲକ ନାମ ଏଠି ଲେଖିଦେବେ। ପଞ୍ଚାୟତ ୱାର୍ଡ ନମ୍ବର 4 ନମ୍ବରରେ ଅଛି, ପଞ୍ଚାୟତ ନାମ ଏଠି ଲେଖିଦେବେ। 5ରେ ଅଛି ଗ୍ରାମ ଓ ପ୍ଲଟ ନମ୍ବର, ନିଜ ନିଜ ଗ୍ରାମର ନାଁ ଲେଖିଦେବେ। ତାପରେ 6 ନମ୍ବରରେ ଅଛି ପିନକୋଡ, ଆପଣଙ୍କର ପିନକୋଡ ମନେ ରଖିଥାନ୍ତୁ। ଏଇ ଜିନିଷ ଆପଣ କହୁଛନ୍ତି ଏଇଟା ଆପଣଙ୍କର ପାଖରେ ଆଧାର କାର୍ଡ ଯେମିତି ଥିବ ସେମିତି ଭାବରେ ଆପଣଙ୍କୁ ଫିଲ୍ଅପ୍ କରିବା ପାଇଁ ପଡିବ। ତାପରେ 7 ନମ୍ବରରେ ଆସିଲା କଣ ନା ନାମ,
ମାନେ ଯୋଉ ଚାଷୀ ନାମ ଯିଏ ଅଛନ୍ତି ସେ ଚାଷୀଙ୍କ ନାମ ଏଠି ଲେଖିବେ। ସମ୍ପର୍କରେ ଆପଣଙ୍କ ପିତାଙ୍କର କଣ ହବ, ଯଦି ଆପଣ ପିତା ବା ସ୍ୱାମୀ ଯିଏ ଚାଷ କରୁଛନ୍ତି ତାଙ୍କର ସମ୍ପର୍କଙ୍କ ନାମ କଣ ହୁଏ ସେଠି ଲେଖିବେ, ପିତା ବା ସ୍ୱାମୀ। ପରିବାର ସଦସ୍ୟଙ୍କ କେତେ ଜଣ ସେଠି ମଧ୍ୟ ଆପଣ ଏଠି ଲେଖିବେ। ଏବଂ ସମ୍ପର୍କଙ୍କ ନାମ ମାନେ ଯୋଉ ଯାହାଙ୍କ ନାମ ଯଦି ପିତା ଉପରେ ଆପଣ କ୍ଲିକ୍ କରିଛନ୍ତି ବାପା ନାଁ ଲେଖିବେ, ସ୍ୱାମୀଙ୍କ ଉପରେ କ୍ଲିକ୍ କରିଛନ୍ତି ସ୍ୱାମୀଙ୍କ ନାମ ଲେଖିବେ। ଠିକ ସମ୍ପର୍କରେ ସେ ଆପଣଙ୍କର ନାମ କଣ ହବ। ମୋବାଇଲ ନମ୍ବର ଆଧାର କାର୍ଡ ଅନୁଯାୟୀ ଯଦି ଅଛି, ବେଟର ହବ କି ଆପଣଙ୍କ ମୋବାଇଲ ନମ୍ବର ଆଧାର କାର୍ଡ ଯୋଉ ନମ୍ବର ଅଛି ସେ ମୋବାଇଲ ନମ୍ବରଟି ଏଠି ଆପଣମାନେ ଭଲ ଭାବରେ ଫିଲ୍ଅପ୍ କରିବେ। ତାପରେ କଣ ଅଛି 12 ନମ୍ବରରେ ନା କୃଷକ ରେଜିଷ୍ଟ୍ରେସନ ସଂଖ୍ୟା, ମାନେ ଆପଣଙ୍କୁ ସେଇଠି ମାଗୁଛି କଣ ନା ଫାର୍ମର ଆଇଡି। ଫାର୍ମର ଆଇଡି ବା ଏଗ୍ରିଷ୍ଟି ଆଇଡି ଯୋଉଟା ମାଗୁଛି ସେଇଠି ଏଠି ଆପଣଙ୍କୁ ଦେବା ପାଇଁ ପଡିବ। ଦେଲେ ବି ଦେବେ ନଦେଲେ ନାହିଁ ସେମିତି କିଛି ନାହିଁ, କିନ୍ତୁ ଯଦି ସେ ଆପଣଙ୍କୁ ଏଠି ମାଗିଛି ତ ଆପଣ ଏଠି ଦେଇଦେବେ। 13 ନମ୍ବରରେ କଣ ମାଗିଛି ସେଇଟା ଆପଣଙ୍କର ନା ଡାହାଣ ପଟେ ଅଛି 13 ନମ୍ବରଟି, ଏଇଠି ମାଗିଛି ଆପଣଙ୍କର ବ୍ୟାଙ୍କର ନାମ। କିନ୍ତୁ ଏଇଠି ଆଉ ଗୋଟେ ବକ୍ସ କଣ ଲେଖା ହେଇଛି ଦେଖନ୍ତୁ ଏଠି ନା ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାରେ ଧାନ ବିକ୍ରି ପ୍ରାପ୍ୟ ପ୍ରଦାନ କରାଯିବ। ଯଦି ଏକରରୁ ଅଧିକ ଆଧାର ସଂଯୁକ୍ତ ଖାତା ଥାଏ, ସଦ୍ୟ ଇ-KYC ହୋଇଥିବା ବ୍ୟାଙ୍କ ଖାତାରେ ପ୍ରାପ୍ୟ ପ୍ରଦାନ କରାଯିବ। ମାନେ ଆପଣଙ୍କୁ ସେଠି କହିଛି ଯଦି ଆପଣଙ୍କର 1ରୁ ଅଧିକ ବ୍ୟାଙ୍କ ଖାତା ଅଛି ଏବଂ ଆପଣଙ୍କର ଖାତାରେ ଆପଣଙ୍କର ଇ-KYC ଅଛି, ତ ସେଇ ଖାତା ଏବଂ ଡିବିଟ୍ ଲିଙ୍କ ଯୋଉଟା ଅଛି ସେଇ ଖାତା ଯଦି ଆପଣମାନେ ଦଉଛନ୍ତି ସେଠି, ତ ସେଇ ଖାତା ହିଁ କେବଳ ଟଙ୍କା ଯିବ। ମାନେ ଧାନ ବିକ୍ରି କରିସାରିଲା ପରେ ଯୋଉ ଟଙ୍କା ଆପଣ ପାଇବେ ତ ସେଇ ଖାତା ଥିବ ଯୋଉ ଖାତାରେ ଆପଣଙ୍କର ଇ-KYC ଏବଂ ଡିବିଟ୍ ଲିଙ୍କ ଥିବ, ସେଟା ସେ ସମ୍ପୂର୍ଣ୍ଣ ଭାବେ ପଡୁଛି। ଠିକ ଅଛି। ତ ସେଇ ଖାତାକୁ ଆପଣ କଣ କରିବେ ନା ଯୋଉ ବ୍ୟାଙ୍କର ଯୋଉ ଖାତା ଥିବ ସେଇ ଖାତା ଆପଣ ନାମ ଦେଇଦେବେ, ଶାଖା ନାମ ଦେଇଦେବେ, ଜମା ଖାତା ନମ୍ବର ଦେବେ, ଭଲ ଭାବରେ ଫିଲ୍ଅପ୍ କରିବେ। ଏଟାକୁ IFSC କୋଡ୍ ନମ୍ବର ଦେଇଦେବେ, ଆଧାର କାର୍ଡ ନମ୍ବର ଦେଇଦେବେ, ଯୋଉ ଆଧାର କାର୍ଡ ଆପଣଙ୍କ ବ୍ୟାଙ୍କ ଖାତାରେ ଅଛି ସେ ଆଧାର କାର୍ଡ ନମ୍ବରଟି ଆପଣଙ୍କୁ ଦେବା ପାଇଁ ପଡିବ। ତ 18 ନମ୍ବରରେ କଣ ଅଛି ନା ଆପଣଙ୍କ ଏଠି ଜାତି ଗୋଟିକରେ ଚିହ୍ନ ଦିଅନ୍ତୁ। ମାନେ ଆପଣଙ୍କର କୋଉ କାଷ୍ଟ ଅଛି ସେଟା ଆପଣଙ୍କୁ ଦେବେ, ଅନୁସୂଚିତ ଜାତି କି ଅନୁସୂଚିତ ଜନଜାତି। ମାନେ ଆପଣଙ୍କର SC କାଷ୍ଟ ଅଛି, SC କାଷ୍ଟ ଯଦି ଆପଣଙ୍କର ଅଛି ତାହେଲେ ଅନୁସୂଚିତ ଜାତି ଉପରେ କ୍ଲିକ୍ କରିବେ, ଅନୁସୂଚିତ ଜନଜାତି ହେଲେ ଆପଣମାନେ SC ଉପରେ କ୍ଲିକ୍ କରିବେ। ଠିକ ଅଛି। ତ ତାପରେ ଆସିଲା କଣ 19 ନମ୍ବର, 18 ନମ୍ବର ପରେ ଆପଣଙ୍କର ଆସିଲା 19 ନମ୍ବର। 19 ନମ୍ବରରେ କଣ ଦେଇଛି ଆପଣଙ୍କୁ ଏଠି ନା ଲିଙ୍ଗ ଗୋଟିକରେ ଚିହ୍ନ ଦିଅନ୍ତୁ। ନା ଆପଣଙ୍କ ପୁରୁଷ କିମ୍ବା ମହିଳା ଯୋଉ ଚାଷୀ ହେଇଥିବ ସେଠି ଆପଣ ଏଠି ଲିଙ୍ଗ ଉପରେ କ୍ଲିକ୍ କରିବେ। ତାପରେ 20 ନମ୍ବରରେ କଣ ଅଛି ନା ଆପଣଙ୍କର ମଣ୍ଡିର ଧାନ ଆଣିବା ସମୟର ଅବଧି, ମାନେ ଆପଣଙ୍କର କୋଉ ସମୟରେ ଆପଣ ଧାନ ଆଣୁଛନ୍ତି ମାସର ନାମ ଏଠି ଲେଖିବା ପାଇଁ ପଡିବ। ଜାନୁଆରୀ ମାସ ଆଣିବେ କି ଡିସେମ୍ବର ମାସ ଆଣିବେ, ଯୋଉ ମାସରେ ଆପଣ ଆଣିବେ ତ ସେଇଠି ଆପଣଙ୍କୁ ଏଠି କ୍ଲିକ୍ କରିବା ପାଇଁ ପଡିବ। ତାପରେ କଣ ଅଛି ନା ଆପଣଙ୍କର ପକ୍ଷ ଚୟନ କରନ୍ତୁ, ମାନେ ଆମର ପ୍ରଥମ ପକ୍ଷ କି ଦ୍ୱିତୀୟ ପକ୍ଷ। ଏଇଠି ଲୋକମାନେ ଭୁଲ କରୁଛନ୍ତି ପ୍ରଥମ ପକ୍ଷ ଦ୍ୱିତୀୟ ପକ୍ଷ। ମାନେ ଆପଣଙ୍କର ଦେଖନ୍ତୁ ଆମ ଗୋଟେ ମାସ 1ରୁ 30 ମାସ ହଉଛି, 1ରୁ 30 ତାରିଖ ପର୍ଯ୍ୟନ୍ତ ଗୋଟେ ମାସ ହଉଛି, ତ 1 ତାରିଖରୁ 15 ତାରିଖ ହେଲେ ସିଏ ହବ ଆପଣଙ୍କର ପ୍ରଥମ ପକ୍ଷ, 15 ତାରିଖରୁ 30 ତାରିଖ ମଧ୍ୟରେ ହେଲେ ସିଏ ହବ ଆପଣଙ୍କର ଦ୍ୱିତୀୟ ପକ୍ଷ। ବୁଝିପାରିଲେ? ଆପଣ 15 ଦିନକୁ ଗୋଟେ ପକ୍ଷ ଲେଖା ହଉଛି। ଯଦି ଆପଣ ମାନେ 1 15 ପର୍ଯ୍ୟନ୍ତ ଆଣୁଛନ୍ତି ତାହେଲେ ଆପଣ ପ୍ରଥମ ପକ୍ଷ ଉପରେ କ୍ଲିକ୍ କରିବେ, 15 30 ତାରିଖ ମଧ୍ୟ ଆଣିଲେ ଆପଣମାନେ ଦ୍ୱିତୀୟ ପକ୍ଷ ଉପରେ କ୍ଲିକ୍ କରିବେ। ବୁଝିପାରିଲେ ଜିନିଷଟି ଏଇଟା ଆପଣମାନେ। ତାପରେ 22 ଅଛି କଣ ନା ଲିଫ୍ ନମ୍ବର ବା ଇଲେକ୍ଟ୍ରିକ କନଜ୍ୟୁମର ନମ୍ବର, 22ଟି ଅଛି କନଜ୍ୟୁମର। ଏଥିରେ ଆପଣ ଦେଲେ ନଦେଲେ ନାହିଁ, ସେମିତି କିଛି ଆପଣଙ୍କୁ ବାଧ୍ୟତାମୂଳକ କରାଯାଇ ନାହିଁ। ଏଇଟା ହେଲା ଆପଣଙ୍କର ସାଧାରଣ କଥା ଯୋଉଟାକି ଆପଣ ଫର୍ମ ଫିଲ୍ଅପ୍ କରୁଛନ୍ତି। ମେନ୍ ପଏଣ୍ଟ ଟପିକ୍ ହଉଛି ଆପଣଙ୍କର ଏଠି କି ଆପଣ ଏଇ ଯୋଉ ଖାତା କରିଥିବା ଚାଷ ଜମିର ବିବରଣୀ ଆପଣ କେମିତି ଭାବେ ଦେବେ। କ୍ରମିକ ସଂଖ୍ୟା ପ୍ରଥମ ଦେଖନ୍ତୁ ଏଇଠି କ୍ରମିକ ସଂଖ୍ୟା ଆପଣଙ୍କର 1 ଲେଖା ହେଇଛି। ତହସିଲ ଯୋଉଟା କି ଆପଣଙ୍କର ଜମି ପଟ୍ଟାରେ ଯୋଉଟା କି ଆପଣଙ୍କର ଥିବ, ସେ ଜମି ପଟ୍ଟାରେ ଆପଣଙ୍କ ତହସିଲ ଯାହା ଥିବ ତ ସେଇ ଜମି ପଟ୍ଟା ଅନୁସାରେ ଆପଣ ଏଠି ତହସିଲର ନାମ ଲେଖିବା ପାଇଁ ପଡିବ। ତାପରେ ଭିତରୁ ବୁଝନ୍ତୁ ଆପଣ ଜାଣିପାରିବେ। ରେଭିନ୍ୟୁ ସର୍କଲ ମାନେ ଆପଣଙ୍କ RI କୋଉଠି ଅଛି, RI ଯଦି ଥିବ ସେଇଟା ଆପଣଙ୍କୁ ଏଠି ସର୍ଚ୍ଚ କରିବା ପାଇଁ ଲେଖିବା ପାଇଁ ପଡିବ। ଗ୍ରାମ ବା ମୌଜା ମାନେ ଜମି ଆପଣଙ୍କ ଯୋଉ ଗ୍ରାମରେ ଅଛି ବା ଯୋଉ ମୌଜାରେ ଆପଣଙ୍କର ଅଛି ସେ ଜମି ବା ମୌଜା ଆପଣଙ୍କୁ ଏଠି ଲେଖିବା ପାଇଁ ପଡିବ। ଖାତା ନମ୍ବର, ଜମିର ଖାତା ନମ୍ବର କେତେ ଅଛି ସେଟା ମଧ୍ୟ ଆପଣଙ୍କୁ ଲେଖିବା ପାଇଁ ପଡିବ। ପ୍ଲଟ ନମ୍ବର ମାନେ ଆପଣଙ୍କ ଖାତା ନମ୍ବରରେ ଯେତେଟା ପ୍ଲଟ ଥିବ ସେଇ ଖାତା ନମ୍ବର ପ୍ଲଟଟି ଆପଣଙ୍କୁ ଏଠି ଭଲ ଭାବରେ ସମ୍ପୂର୍ଣ୍ଣ ଭାବରେ କ୍ଲିୟରଲି ଲେଖିବା ପାଇଁ ପଡିବ। ଠିକ ଅଛି। ତାପରେ ଆସିବ କଣ ନା ଜମି ମାଲିକ ଖାତାଦାରଙ୍କ ନାମ, ମାନେ ଆପଣଙ୍କ ଜମିର ଯିଏ ମାଲିକ ଅଛନ୍ତି ତାଙ୍କ ନାମଟା ଏଠି ଲେଖିବା ପାଇଁ ପଡିବ, ଜମି ପଟ୍ଟା ଅନୁଯାୟୀ ଯାହା ବି ଥିବ। ଠିକ ଅଛି।
ଆଉ କଣ ଅଛି ନା ଜମି ମାଲିକଙ୍କ ସହ ଚାଷୀଙ୍କ ସମ୍ପର୍କ କି ଆପଣଙ୍କର ସ୍ୱାମୀ ହଉ, ସ୍ତ୍ରୀ ହଉ, ପୁଅ ହଉ କିମ୍ବା ଭାଗ ଚାଷୀ ହଉ। ଯଦି ଆପଣ ଜମି ମାଲିକଙ୍କ ସହିତ ଚାଷ କରୁଛନ୍ତି, ଯଦି ଆପଣ ତାଙ୍କ ପୁଅ ହେଇଥିବେ ତା ପୁଅ ଲେଖିବେ, ସ୍ୱାମୀ ହେଇଥିବ ସ୍ୱାମୀ ଲେଖିବେ, ସ୍ତ୍ରୀ ହେଇଥିବ ସ୍ତ୍ରୀ ଲେଖିବେ। ଯେ ଭାଗ ଚାଷୀ ଯଦି ଆପଣମାନେ ହେଇଛନ୍ତି ତା ଭାଗ ଚାଷୀ ବୋଲି ଆପଣଙ୍କୁ ଲେଖିବା ପାଇଁ ପଡିବ। ଯାହାବି ଆପଣ ହେଇଥିବ ତାଙ୍କର ଜମି ମାଲିକ ସହ ସମ୍ପର୍କ ଆପଣ କଣ ଅଛି ସେଟା ଆପଣଙ୍କୁ ଲେଖିବା ପାଇଁ ପଡିବ। ଆଉ କଣ ହଉଛି ନା ଭାଗ ଚାଷୀ ହୋଇଥିଲେ ସହମତି ପତ୍ର ଆଣିଛନ୍ତି କି ନାହିଁ। ଯଦି ଆପଣ ଭାଗ ଚାଷୀ ଦ୍ଵାରା କରିଥିବେ ତାପରେ ସହମତି ପତ୍ର ଆଣିଥିବେ ଏଠି ଆପଣ ହଁ ଲେଖିଦେବେ। ଠିକ ଅଛି। ଜମି ମାଲିକଙ୍କ ନାମ ମାନେ ଆପଣଙ୍କ ଭାଗ ଚାଷ ଯାହା ପାଖରୁ ଆଣିଥିବେ ସେ ମାଲିକଙ୍କ ନାମ ଏଠି ଆପଣଙ୍କୁ ଲେଖିବା ପାଇଁ ପଡିବ। ଜମି ମାଲିକଙ୍କ ଆଧାର ନମ୍ବର ଏବଂ ଜମି ମାଲିକ ଆପଣ ଭାଗ ଚାଷ ଆଣିଥିବେ ସେ ତାର ଆଧାର ନମ୍ବର ଏଠି ଦେବେ ଏବଂ ଜମି ମାଲିକଙ୍କ ମୋବାଇଲ ନମ୍ବର ଆପଣଙ୍କ ଜମି ମାଲିକଙ୍କ ମୋବାଇଲ ନମ୍ବର ମଧ୍ୟ ଏଠି ଦେବେ। ଆପଣମାନେ ଜମିର ପରିମାଣ ପଟ୍ଟା ଅନୁଯାୟୀ ବା ଚାଷ ହୋଇଥିବା ଜମି। ଠିକ ଅଛି। ମାନେ ଆମ ଜମିରେ କେତେ ପରିମାଣ ଆପଣ ଭାଗ ଚାଷ କରିଛନ୍ତି ପଟ୍ଟା ଅନୁଯାୟୀ ଆପଣ କେତେ ପରିମାଣ ସେଠି ଲେଖିବା ପାଇଁ ପଡିବ ଏବଂ ଯୋଉ ଯେତିକି ପରିମାଣ ଚାଷ କରିଥିବେ ସେ ଚାଷ ଆପଣ ଲେଖିବା ପାଇଁ ପଡିବ। କିସମ ମାନେ ଆପଣଙ୍କ କୋଉ କିସମରେ ଆପଣ ଧାନ ଚାଷ କରୁଛନ୍ତି ସେଟା ଆପଣଙ୍କୁ ଲେଖିବା ପାଇଁ ପଡିବ। ପରିବୃତ୍ତି କରୁଛନ୍ତି କିମ୍ବା କଣ ଯାହା କରୁଛନ୍ତି ସେଟା ଲେଖିବା ପାଇଁ ପଡିବ। ଜଳସେଚନର ଉତ୍ସ କେନାଲ, ଲିଫ୍ଟ ବା ବୋରୱେଲ। ଯଦି ଆପଣଙ୍କ ପାଖରେ କେନାଲ ସୁବିଧା ଥିବ କିମ୍ବା ଲିଫ୍ଟ ସୁବିଧା ଥିବ କିମ୍ବା ବୋରୱେଲ ସୁବିଧା ଥିବ ଅଛି କି ନା ସେଠି ଆପଣଙ୍କୁ ଏଠି ହଁ ଭାବରେ ଫିଲ୍ଅପ୍ କରିବା ପାଇଁ ପଡିବ। ଠିକ ଅଛି। ମାନେ ଏଇଭଳି ଭାବରେ ଆପଣଙ୍କର ଯଦି କିଛି ବି ସେ ଜମିର ଅଧିକା ଅଛି, ଏକ ଅଧିକ ଜମି ଅଛି ସେଇଟା ଆପଣମାନଙ୍କୁ ଏଠି 1, 2 ଭାବରେ ଯଦି ଆପଣ ଲେଖା ହେଇଯିବ ଏଇଟା ଆପଣ ଭଲ ଭାବେ ଫିଲ୍ଅପ୍ କରିବେ। ଯେମିତି ପ୍ରୋସେସ କହିଲେ ସେମିତି ପ୍ରୋସେସ ଆପଣ ସବୁ ଜମିରେ ଫିଲ୍ଅପ୍ କରିପାରିବେ। ଏଇଟା ହଉଛି ପ୍ରୋସିଡିୟରଟା। ଏବଂ ଆପଣଙ୍କୁ ମୁଁ ନେକ୍ସଟ ଭିଡ଼ିଓ କହିଦେବି କି ଆପଣଙ୍କ ଡିଷ୍ଟ୍ରିକ୍ଟ ଆଇଡିର ରହିଛି ଆପଣମାନେ ସେଥିରେ ଆପଣ ବର୍ତ୍ତମାନ ଯଦି ମୁଁ ସମ୍ପୂର୍ଣ୍ଣ ଡିଟେଲ୍ସ ଭିଡ଼ିଓଟା ବୁଝେଇ ଦଉଛି ତ ତାହେଲେ ଆପଣଙ୍କୁ ଭିଡ଼ିଓ ବହୁତ ଲଙ୍ଗ ହେଇଯିବ ଯୋଉଟାକି ମୁଁ ଆପଣଙ୍କୁ ଠିକସେ ଭଲ ଭାବରେ ବୁଝିପାରିଲେ ଆପଣଙ୍କୁ ବୋରିଂ ଲାଗିବ। ତ ନେକ୍ସଟ ଭିଡ଼ିଓ ମୁଁ ଆପଣଙ୍କୁ ଜଣେଇଦେବି କି ଆପଣମାନେ ଭାଗ ଚାଷ ମାନେ କେମିତି ଭାବରେ ଫର୍ମ ଫିଲ୍ଅପ୍ କରିବେ ଏବଂ ଭାଗ ଚାଷ କରିଥିଲେ ଆପଣ କରିପାରିବେ କି ନାହିଁ। ତ ସେସବୁ ଡିଟେଲ୍ସ ମୁଁ ଆପଣଙ୍କୁ ଆଉ ଗୋଟେ ଫର୍ମ ଅଛି ଆପଣ ତାର ବୁଝେଇଦେବି। ଭିଡ଼ିଓ ବହୁତ ଲଙ୍ଗ ହେଇଯିବ। ଆଶା କରିବି ଭିଡ଼ିଓ ଆପଣଙ୍କୁ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିବ ଭିଡ଼ିଓକୁ ଲାଇକ୍ କରିଦେବେ, ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ୍ ଆଇକନକୁ ଅଲରେ ସେଟ୍ କରିଦେବେ। ଦେନ ଆମେ ଯାହା ବି ନୂଆ ନୂଆ ଇନଫର୍ମେସନ ଭିଡ଼ିଓ ପକେଇବୁ ଆପଣଙ୍କ ପାଖରେ ପହଞ୍ଚି ପାରିବ।